ଖୋରଧା ନିକଟସ୍ଥ ପୁରୁଣା ଫେୟାର ଷ୍ଟେସନ ଗୁଡ଼ିପୋଖରୀ ନିକଟରେ 3, 4, 5 ତାରିଖରେ ମଞ୍ଚସ୍ଥ ହୋଇଥିଲା ରାମଲୀଳା ଓ କୃଷ୍ଣଲୀଳା। ଶତାଧିକ ରାମାୟଣ ପ୍ରେମୀ ଓ କୃଷ୍ଣ ପ୍ରେମୀ ଏହି ଲୀଳା ଦେଖିବାକୁ ଏକତ୍ରିତ ହୋଇଥିଲେ। ଖୋର୍ଦ୍ଧାରୁ ଲୀଳା ପରମ୍ପରା ଧୀରେ ଧୀରେ ଲୋପ ପାଇଯିବା ବେଳେ ପୁରୁଣା ଫେୟାର ଷ୍ଟେସନ ଛକ ହିନ୍ଦୁ ପ୍ରେମୀ ଏହି ପରମ୍ପରାକୁ ଦୀର୍ଘ ଦିନ ଧରି ବଞ୍ଚେଇ ରଖିଛନ୍ତି। ଏଥିରେ ମୁଖ୍ୟ ଆକର୍ଷଣ ହେଲା ଉଡ଼ନ୍ତା ହନୁମାନ ଦୃଶ୍ୟ। କଳାକାର ପ୍ରାୟ ପୁରୁଣା ଫେୟାର ଷ୍ଟେସନ ଛକର ବାସିନ୍ଦା ଅଟନ୍ତି। କଳାକାରମାନେ ପ୍ରାୟ 20 ଦିନ ଅଭ୍ୟାସ ପର୍ବରେ ଲାଗିଥିବା ବେଳେ ଦୀର୍ଘ ଦିନର ପ୍ରସ୍ତୁତି ପରେ ସେମାନେ ମଞ୍ଚସ୍ଥ ପାଇଁ ହୋଇଥାନ୍ତି ପ୍ରସ୍ତୁତ। ପ୍ରଥମ ଦିବସରେ ରାମଲୀଳାର ଲଙ୍କା ଦହନ ଓ ଦ୍ୱିତୀୟ ଦିବସରେ କୃଷ୍ଣଲୀଳାର ମଥୁରା ବିଜୟ ଏଠାରେ ମଞ୍ଚସ୍ଥ ହୋଇ ପରିବେଷଣ କରାଯାଇଥିଲା। ଏଥିରେ ମୁଖ୍ୟ ଉଦ୍ୟୋକ୍ତା ଭାବରେ ସୁଦର୍ଶନ ପ୍ରଧାନ ଯୋଗ ଦେଇଥିବା ବେଳେ ରାମାୟଣ ପ୍ରେମୀଙ୍କର ସମସ୍ତ ସହଯୋଗ ରହିଥିଲା। ରାମାୟଣ ଓ କୃଷ୍ଣଲୀଳା ଆଦି 3 ଦିନ ଧରି ଗ୍ରାମବାସୀମାନେ ଶାକାହାରୀ ଭୋଜନ ଗ୍ରହଣ କରିଥିଲେ। ଗୁରୁଜଙ୍ଗ ଫେୟାର ଷ୍ଟେସନ ଛକରୁ ମନୋରଞ୍ଜନ ପରିଡ଼ାଙ୍କ ରିପୋର୍ଟ, ଆନ୍ଦୋଳନ ଓଡ଼ିଶା।